ଅଗନା ଅଗନି ବନସ୍ତରେ ରହୁଥିଲା ବିଲୁଆଟିଏ। ସେ ଥିଲା ବହୁତ ଚାଲାକ। ଦିନେ ଖାଇସାରିବା ପରେ ତାକୁ ବଡ଼ ଶୋଷ ଲାଗିଲା। ତେଣୁ ସେ ପାଣି ପିଇବା ପାଇଁ ନଈ ପାଖରେ ଯାଇ ପହଞ୍ଚିଲା। ନଈ ଭିତରେ ଥିଲା ଗୋଟିଏ କୁମ୍ଭୀର। ସେ ଅନେକ ଦିନରୁ ଭୋକିଲା ଥିଲା। ଯେମିତି ବିଲୁଆଟି ପାଣି ଭିତରକୁ ପଶିଛି, କୁମ୍ଭୀର ବିଲୁଆ ଗୋଡ଼କୁ ମାଡ଼ି ବସିଲା। ହେଲେ ବିଲୁଆ ତ ମହାବୁଦ୍ଧିଆ। ସେ କଷ୍ଟକୁ ଚାପି ରଖି କହିଲା, ଆରେ କୁମ୍ଭୀର ଭାଇ, ଯଦି ମତେ ଖାଇବାର ଅଛି ମୋ ଗୋଡ଼କୁ ଧରୁନା। ଅନ୍ଧଙ୍କ ଭଳି କୁଟା କାଠିକି କଣ ମାଡ଼ି ବସୁଛ? ମୁଁ କୁଟାଟାକୁ ମାଡ଼ି ବସିଛି। ଏତିକି ଭାବି କୁମ୍ଭୀରଟି ବିଲୁଆ ଗୋଡ଼କୁ ଛାଡ଼ିଦେଲା। ହେ ପ୍ରଭୁ, ମୁଁ ରକ୍ଷା ପାଇଗଲି। ବିଲୁଆ ଜୀବନ ବିକଳରେ ଉପରକୁ ଉଠି ଆସିଲା। ମତେ ଖାଇବୁ ନାହିଁ, ମତେ। ତୋ ମୁଣ୍ଡରେ 5 ପଇସାର ବୁଦ୍ଧି ନାହିଁ, ଆଉ ଚାଲି ଆସିଲୁ ମତେ ଖାଇବାକୁ। ମନେ ରଖ, ମୁଁ ବିଲୁଆ। ତୁ ବଳରେ ବଡ଼ ହେଇପାରୁ, ହେଲେ ମୁଁ ବୁଦ୍ଧିରେ ବଡ଼। ମତେ ଖାଇବାକୁ ହେଲେ 7 ଜନ୍ମ ଧରି ଅପେକ୍ଷା କର। ତାପର ଜନ୍ମରେ ମତେ ଖାଇବୁ। ବିଲୁଆର ଏଇ କଥାଟା କୁମ୍ଭୀରକୁ ଭାରି ବାଧିଲା। ସେ ମନେ ମନେ ଚିନ୍ତା କଲା, ମୁଁ ଜଳର ଶ୍ରେଷ୍ଠ ପ୍ରାଣୀ, ଆଉ ଗୋଟେ ସାମାନ୍ୟ ବିଲୁଆଠୁ ହାରିଗଲି। ଯେମିତି ହଉ ମୁଁ ବିଲୁଆଠୁ ପ୍ରତିଶୋଧ ନେବି, ଛାଡ଼ିବିନି ମୁଁ ତାକୁ। କୁମ୍ଭୀର ପ୍ରତିଶୋଧ ପରାୟଣ ହୋଇ ବିଲୁଆକୁ ମାରିବା ପାଇଁ ଅନେକ ପ୍ରକାର ଯୋଜନା କଲା। ବିଲୁଆଟି ଥିଲା କଙ୍କଡ଼ା ପ୍ରିୟ। ତେଣୁ ବର୍ଷା ସମୟରେ କଙ୍କଡ଼ା ଖାଇବା ପାଇଁ ସେ ଯାଇ ବିଲ ଭିତରେ ପହଞ୍ଚିଲା। ଏଇ କଥାକୁ ଦୂରରୁ ଲକ୍ଷ୍ୟ କରୁଥିବା କୁମ୍ଭୀର ବିଲ ଭିତରକୁ ଉଠି ଆସି ପଙ୍କ ଭିତରେ ପଶିଗଲା। ସେ ଭାବିଲା ଯେ ବିଲୁଆ କିଛି ଜାଣିପାରିବନି, କିନ୍ତୁ ବିଲୁଆ ତ ମହାଚାଲାକ। ସେ ଜାଣିପାରିଲା ଯେ ଏଠି କୁମ୍ଭୀର ଲୁଚିଛି। ଆଚ୍ଛା, ପ୍ରତିଶୋଧ ଦେବାର ଏମିତି ନିଶା ଘାରିଚିଆକୁ ଏଠି ଆସି ପହଞ୍ଚିଗଲା। ମୋ ପାଖକୁ ଆଜି ତ ବେକକୁ ମୋଡ଼ି ରକ୍ତ ପିଇଯିବି। ଆରେ ଆରେ ଆରେ, ସେଠି ଅନ୍ଧୁଳିଟା ପଡିଛି ନା କଣ? ଇଏ କଣ ଅନ୍ଧୁଳି କହିଲାଣି ମତେ? ଅନ୍ଧୁଳି ତ ହେଲେ ଚଲାବୁଲା କରେ, ହେଲେ ଇଏ ତ ହଲୁନି। ନା, ଇଏ ଅନ୍ଧୁଳି ନୁହଁ। ଆରେ ତାହେଲେ ମତେ ତ ହଲିବାକୁ ପଡିବ। ବିଲୁଆ କଥା ଶୁଣି କୁମ୍ଭୀର ହଲିବାକୁ ଆରମ୍ଭ କଲା। ଆଉ ବିଲୁଆ ସ୍ପଷ୍ଟ ଦେଖିପାରିଲା ଯେ ଇଏ କୁମ୍ଭୀର। ଇଲୋ ବୋଉଲୋ, ଖାଇଲା ମୋତେ। ବିଲୁଆ ଗୋଟାଏ ଖେପାକେ ଯାଇ ନିଜ ଗୁମ୍ଫା ଭିତରେ। ହେଲେ କୁମ୍ଭୀର ଏଥର ବି ହାରିଯାଇଥିବାରୁ ତାକୁ ଅପମାନ ଲାଗିଲା। ସେ ଆଉ ଗୋଟେ ସୁଯୋଗକୁ ଅପେକ୍ଷା କଲା, କିନ୍ତୁ ଏପଟେ ବିଲୁଆ ବଡ଼ ଚିନ୍ତାରେ ପଡ଼ିଗଲା। ଏଥରକ ଏ କୁମ୍ଭୀରର କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡିବ, ନହେଲେ ଇଏ ମତେ ବାଟ ଘାଟରେ ସବୁବେଳେ ଜଗିକି ରହୁଛି। ଦିନେ ବିଲୁଆ ବଣକୁ ଚରିବାକୁ ଗଲା ପରେ କୁମ୍ଭୀର ଆସି ତା ଗୁମ୍ଫାରେ ପଶିଗଲା। ଆଉ ବିଲୁଆ ଫେରିବା ବାଟକୁ ଅପେକ୍ଷା କଲା। କିଛି ସମୟ ପରେ ବିଲୁଆ ବଣରୁ ଫେରିଲା। ସେ ଦେଖିଲା ଗୁମ୍ଫାକୁ ପଡ଼ିଥିବା ରାସ୍ତାରେ ଗୋଟେ ଚିହ୍ନ ପଡ଼ିଛି। ତାକୁ ଦେଖି ବିଲୁଆ ଜାଣିପାରିଲା ଯେ ତା ଗୁମ୍ଫାରେ କୁମ୍ଭୀର ପଶିଛି। ବିଲୁଆ ଗୋଟାଏ ଉପାୟ ଚିନ୍ତା କଲା।
ଆଉ ବଡ଼ ପାଟିରେ କହିଲା, ଆରେ ମୋ ଗୁମ୍ଫା ତ ସବୁଦିନ ଡାକିଲେ ଓ କରେ, ହେଲେ ଆଜି ଓ କାଇଁ କରୁନି? ଗୁମ୍ଫା ଗୁମ୍ଫା। ଆରେ ଆରେ ମୁଁ ଆସିଛି ବୋଲି ଗୁମ୍ଫା ବୋଧେ ଓ କରୁନି, ତାହେଲେ ମୁଁ ଓ କରିଦବା ଦରକାର। ଗୁମ୍ଫା ଓ ଏଥରକ ବି କୁମ୍ଭୀର ହାରିଗଲା ଆଉ ବିଲୁଆ ଜିତିଗଲା। ଏଇ ମୂର୍ଖ କୁମ୍ଭୀର, ତୁ ମୋ ଗୁମ୍ଫାରେ ଆସି ପଶିବୁ ଆଉ ମୁଁ ଜାଣିପାରିବିନି? ମନେ ରଖ, ତୁ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବି। ଧେତ୍, ଆଜି ବି କୁମ୍ଭୀର କଥା ଶୁଣିବା ପରେ ବିଲୁଆ ସେଠୁ ଚାଲିଗଲା। ବିଲୁଆ କେମିତି କୁମ୍ଭୀରକୁ ସମୂଳେ ବିନାଶ କରିବ, କେବଳ ସେଇ ଚିନ୍ତାରେ ଲାଗିଗଲା। ସେପଟେ କୁମ୍ଭୀର ବି କେମିତି ପ୍ରତିଶୋଧ ନେବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା। ଦିନେ କୁମ୍ଭୀର ଆସି ବଣ ପାଖରେ ଥିବା ଶୁଖିଲା ପତ୍ର ତଳେ ପଡ଼ିକି ରହିଲା। ସେଇଟା ଥିଲା ବିଲୁଆର ଯିବା ଆସିବା ରାସ୍ତା। ସତକୁ ସତ ବିଲୁଆ ସେଇ ରାସ୍ତାରେ ଫେରିଲା, ଆଉ ସେତିକି ବେଳେ କୁମ୍ଭୀର ଉପରୁ ପତ୍ର ଉଡ଼ିଗଲା। ବୋକା କୁମ୍ଭୀର, ଆଜି ତୋର ଶେଷ ଦିନ। ଦେଖ ଦେଖ ମୁଁ ତୋର କି ଅବସ୍ଥା କରୁଛି। ତୁ ମୋର ଶତ୍ରୁ, ଆଉ ଶତ୍ରୁକୁ ଛାଡ଼ିବା ଜମା ଠିକ ନୁହଁ। ବିଲୁଆ ଦେଖି ଜାଣିପାରିଲା ଯେ କୁମ୍ଭୀର ପତ୍ର ତଳେ ଜଗିକି ରହିଛି। ନିଜର ଉପସ୍ଥିତି ବୁଦ୍ଧି ଖଟେଇ ପାଖରୁ ନିଆଁ ଆଣି ସେ କୁମ୍ଭୀର ଲୁଚିଥିବା ପତ୍ର ଗହଳ ଭିତରେ ନିଆଁକୁ ଲଗେଇଦେଲା, ଆଉ ପତ୍ର ଭିତରେ ଥିବା କୁମ୍ଭୀର ଛଟପଟ ହେଇ ମରିଗଲା। ଆଉ ସବୁଦିନ ପାଇଁ ବିଲୁଆ ରାସ୍ତାରୁ କଣ୍ଟା ହଟିଗଲା। ଶତ୍ରୁ ପ୍ରତି ସର୍ବଦା ସତର୍କ ରହିବା ଉଚିତ।